ଦେଖିଲ ଯୋଉମାନେ ଥିଲ 1693 ରେ Christopher Columbus ପଢିଥିଲି ପାଠ କରିଥିଲି କିନ୍ତୁ ନାଇଁ କେଜାଣି ଗୋଟେ Christopher Columbus ତାକୁ ସ୍କିପ୍ କରୁଛି ଏ ସମସ୍ତେ ଆସନ୍ତୁ କିଏ ଆଉ ସେମାନେ ଜାଣିଛନ୍ତି ନାଇଁ କି? ହେଲା ଏଟାକୁ ଛାଡି ଦଉଛି ଏତେ ଯଦି ଆମର ପଢା ହେଇନି ତାହେଲେ ମୁଁ ଏଟାକୁ ଆଉଥରେ ପଢେଇବି ଠିକ ଅଛି ପାଠ ପଢା ହେଇନଥିଲା କହିଥିଲି କାହିଁକି କ୍ରୁସେଡ ୱାର ହେଇଥିଲା କ୍ରୁସେଡ ୱାର ତମମାନଙ୍କୁ ନୂଆ ଲାଗିବ ହଁ ନା ଦେଖ ଯୋଉମାନେ ଥିଲେ କ୍ରୁସେଡ ୱାର ସରିଥିଲା ମୁସଲମାନ ୱାର ଟା ମୋର ଯେତିକି ଯାହା ମନେ ଅଛି କ୍ରୁସେଡ ୱାର ସରିଥିଲା କ୍ରୁସେଡ ୱାର ଏଥିପାଇଁ ବହୁତ ଡିମାଣ୍ଡ ये बागपन मिर्जा ये व्यक्ति ରହିଲେ ଯେ କେନ୍ ଯୋଉ ଆମର ଗୁଡ କେବଳ ଗୁଡ ଉତ୍ତମ ଆଶା ଦୀପ ଉତ୍ତରୀପ କେବଳ ଗୁଡ ଧରିଛି କଳ୍ପନା ହବ ଟା ଶୁଣି ସାର ତାପରେ ମନେ ରଖ ସେମାନେ ଯାଉଥିଲେ ତାଙ୍କର ତିନିଟା ସିପ୍ ଚାରିଟା ସିପ୍ ଧରିକି ଯାଇଥିଲେ ମନେ ପକାଅ ଚାରିଟା ସିପ୍ ଧରିକି ଯାଇଥିଲେ ଚାରିଟା ସିପ୍ ର ସେ ଯାଉଥିଲେ ତାଙ୍କର ଯୋଉ ଅଲଗା ଯୋଉ ସେଲର୍ସ ମାନେ ଥିଲେ ସେମାନେ ବହୁତ କଣ ହେଇଥିଲେ ତାଙ୍କ ଉପରେ ବିରକ୍ତି ଭାବ କରିଥିଲେ ସେ ପକ୍ଷୀଟି ଉଡିବାର ଦେଖିଲେ ଗୋଟେ ଲ୍ୟାଣ୍ଡ ରେ ପହଞ୍ଚିଲେ ଘୋଡା ହେଇକି କ୍ରିଷ୍ଟୋଫର କଲମ୍ବସ୍
খ্রিস্টপূর্ব 1600 he was born in 1451 and died in 1506 1451 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ହେଲା when he was born and 1506 ରେ was died his father name Domenico Colombo Domenico Colombo Domenico Colombo. Mother was Susana Ponta Dorosa. Ponta itu tak perlu bujuk. Kalau kalau kita Susana Ponta 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 लिखी होनी है ना Susana Ponta तो मैं एग्जाम केम दे रहा है जी होनी है ना अच्छा ये कारण का मौका है व्हाट इज हिस्ट्री वाई वे এটা বলতে তো কয়দিনই ডব্লিউএইচ না ফার্স্ট এভোলিউশন ফার্স্ট ডারউইন হ্যাঁ আচ্ছা ওকে Egypt is called what is the king of Egypt Pharaoh प्राचीन मिस्र के मिस्र वादा प्रचलन में परिचित ये गुलाब बगीचा के भारत परिचित साउथ साउथ गुड आउट ଯଦି ଅର୍ଡର ନଥିବ ତାହେଲେ ତମେ ଠିକ ଅଛି ତାହେଲେ ବାକି ତମର ସମସ୍ତଙ୍କୁ ଆସିବ ଏଇ କ୍ୱେଶ୍ଚନ ଗୁଡା ହେଲା ଲଙ୍ଗ କ୍ୱେଶ୍ଚନ ମୁଁ କହୁଛି ନର୍ମାଲି ଲଙ୍ଗ କ୍ୱେଶ୍ଚନରେ ଫାର୍ଷ୍ଟ ହେଇଛି ପୃଥିବୀ ଇତିହାସକୁ ମିଶରୀୟ ସଭ୍ୟତାର ଅବଦାନ ବିଷୟରେ ଲେଖ ମାନେ ମିଶର ମାନେ କଣ ଦେଇଛନ୍ତି ତାଙ୍କର କଣ୍ଟ୍ରିବ୍ୟୁସନ କଣ ଥିଲା ତା ବିଷୟରେ ଲେଖିପାରିବ ନ ପଢିକି ବି ଲେଖିପାରିବ ହେଲା ତାପରେ ରହିଲା ଜୁଲିୟସ ସିଜରଙ୍କର ଜୀବନୀ ତାଙ୍କ କ୍ୟାରିୟର ହେଲା ତାପରେ ରହିଲା ଯୀଶୁ ଖ୍ରୀଷ୍ଟଙ୍କର ଜୀବନୀ ଦେଖିପାରିବ ଖାଲି ଗୋଟେ ଜିନିଷ ଦେଖିପାରିବନି ସେ ରହିଲା ଫାଷ୍ଟ ହଁ ଏ ସେଟା ପଢେଇ କୁଆଡେ ପଢା ହେଇଛି ଆ ପରେ ଅଛି ଆ ପରେ ଆହୁରି ଅଛି ହଁ ବାକି ପଢିନି ମୋର ପଢିବ ଅଷ୍ଟମ କେତେ ଗୋଟେ ଏତେ ଛାନିଆ କାହିଁକି ହେଲା ଏତେ ପ୍ୟାନିକ କାହିଁକି ହଉଥିଲେ ଜଲ୍ଦି ଛାଡିବା ହଉ ଶୁଣ ଆମର ଏବେ କୋଡ କନଫ୍ୟୁସିୟସଙ୍କର ବାଣୀ ବା ପିଚିଂ ଏଇଟା ବୋଧେ ତମମାନଙ୍କୁ ଦେଇଛି ଆଚ୍ଛା ଫିଡୋଲିଜିମ୍ ତ ତମର ପଢା ହେଇନି ମେରିଟ ତାର କଣ ଗ୍ରୀକ ଦର୍ଶନ ଶାସ୍ତ୍ର ଫିଲୋସଫି ଅଫ ଗ୍ରୀସର ଗ୍ରୀସର କଣ ଥିଲା କଣ ଏଇ ସବୁ ପଢା ହଉଛି ଆଚ୍ଛା ଇଂଲିଶ ଲିଟରେଚର ରେନେସା शेक्सपियर वगैरह समझता आज आर्किटेक्चर बहुत इजी और इट इज फॉर एनी फाइल राइट अबाउट रिलेवेंस ऑफ हिस्ट्री समझते तो हमारे रिलेवेंस ऑफ हिस्ट्री लिख के आते तुम्हारा इंटरनल में ତାପରେ ମୁଁ ଦେଡ୍ ଇଜିପ୍ଟ ଗିଫ୍ଟ ଅଫ ନାଇଲ କିଏ କହିଥିଲେ ନୀଳ ନଦୀର ଅବଦାନ କାହିଁକି କହିଥିଲେ ସେଟା ମୁଁ ଜାଣିଛ ରାଇଟ୍ ଅବାଉଟ ଦ ରାଇଟିଂ ଅଫ ସୁମେରିଆନ ସିଭିଲାଇଜେସନ ଗ୍ରେଟ୍ ୱାଲ୍ ଅଫ ଚାଇନା ବିଷୟରେ ଲେଖିବ
ବିଷୟରେ ଲେଖିବ ବହିଷ୍କାର ପ୍ରଶ୍ନ। ଆମେ କଥା ଶିକ୍ଷା ମୋବାଇଲ ସେରା ପଢା ପୁନରୁଦ୍ଧାର ରେଜଲ୍ୟୁସନ କଣ ଥିଲା? ପ୍ରାୟତଃ ମାନେ ଲେଖିଛନ୍ତି ସବୁ ଆଠ ପର୍ତ୍ତୁଗୀଜ ଗଭର୍ଣ୍ଣରଙ୍କ ପାଖରେ କିଛି ବର୍ଷ ସେ କାମ କଲେ। ତାଙ୍କର ବର୍କ ପର୍ତ୍ତୁଗୀଜ ପର୍ତ୍ତୁଗୀଜ ଗଭର୍ଣ୍ଣରଙ୍କ ପାଖରେ ସେ କଣ କରୁଥିଲେ? କାମ କରୁଥିଲେ। ପରବର୍ତ୍ତୀ ସମୟରେ ସେ କଣ କଲେ? ସେ ଜାଣିବାକୁ ପାଇଲେ ଆଟଲାଣ୍ଟିକ ଓସେନ ବିଷୟରେ। ଯେହେତୁ ସେ ପର୍ତ୍ତୁଗୀଜର ଗଭର୍ଣ୍ଣର ପାଖରେ କାମ କରୁଥିଲେ, ସେ ଆଖପାଖରେ ଯେତିକି ଆଇଲାଣ୍ଡ ଥିଲା ସେ ଆଇଲାଣ୍ଡ ଗୁଡାକୁ ମଧ୍ୟ ସେ ବୁଲିବାକୁ ଯାଉ। ଯେହେତୁ ତାଙ୍କର କାମ ଉପରେ ଡିପେଣ୍ଡ କରିକି ରହିଲା, ଯେତେବେଳେ ସେ କାମ କରିବାକୁ ଯାଉଥିଲେ ସେ ପାସିଫିକ ଓସେନ ବା ପ୍ରଶାନ୍ତ ମହାସାଗର ବିଷୟରେ ଅଧିକ ଟିକେ ଜାଣେ। କାରଣ ସାଗରଟା ଏଠି ଶାନ୍ତ। ପାସିଫିକ ଓସେନ ତ ଆମର ସେ ସବୁ ଆମର କଣ ଲେକ୍ ପାଖରୁ ହିଁ ପଡିବା ସେ ନାମକରଣ କରିଥିଲେ। ତ ମ୍ୟାଗେଲନ ତାର ନାଁ ଦେଇଥିଲେ ପାସିଫିକ ଓସେନ ବୋଲି। ଦେଖିବା ସେ ଓସେନ ବିଷୟରେ ସେ ବହୁତ କିଛି ଜାଣିବେ। ଓସେନରେ କାହିଁକି କଣ ଆସୁନାହିଁ, ୱେଭ ଆସୁନାହିଁ, ସବୁଠାରୁ ଶାନ୍ତ ହେଲା, ୱେଭ ଆସୁନାହିଁ, ମାନେ କଣ ଅଛି, କଣ ଯୋଉଟା ଆମେ ଶୁଣିଛୁ, ଯୋଉଟା ଆମ ମିଶନାରୀ ମାନେ କହିଛନ୍ତି ଯେ ଅର୍ଥ ଗୋଟେ ଏଇରେ ପଏଣ୍ଟ ରେ କଣ ହଉଛି ବା ଏ ହଉଛି ସେଟା କଣ ଆକ୍ଚୁଆଲି କେତେ ସତ ଆମେ କେଉଁଟା କଣ ହଉଛି ଜାଗ୍ରତ ହଉଛି। ପାସିଫିକ ଓସେନ ବିଷୟରେ ତାକୁ ଜାଣିବାର ତା ଭିତରେ କଣ ହେଲା, ଇଚ୍ଛା ହେଲା, କ୍ୟୁରିଓସିଟି ବଢିଲା। ଆ ପରେ କଣ ସେ ଯଦି ଆମେ ଜାଣିଥାନ୍ତେ ଆ ପରେ କଣ ଅଛି, ଆମ ପଛରେ କଣ ଅଛି, ଆମ ମାଇଣ୍ଡରେ କ୍ୟୁରିଓସିଟି କଣ ଅଛି। ହଁ, ସେ ରାଜମୋହନ ମୁଭି ଯେତେବେଳେ ଦେଖୁଛ କବାଟ ଗୋଟେ ଲକ୍ ହେଇଛି, ତାର ଭୂତର ତମ ମାଇଣ୍ଡରେ ଚିନ୍ତା ଆସିବ କବାଟ ପଛପଟେ କଣ ଅଛି, ମୁଁ ଖୋଲିକି ଦେଖି ଭୂତ ବାହାରିବ। ଆଚ୍ଛା, ତାପରେ ଜିଓଗ୍ରାଫର ଅସ୍କାର ନେଲି ହେଲା, ତାଙ୍କର ବହିଟାକୁ ସେ ପଢେ। ତାଙ୍କର ବହିଟାକୁ ପଢିକି ସେ ଜିଓଗ୍ରାଫି ବିଷୟରେ ଜାଣିବାକୁ ପାଇଲେ। ଜିଓଗ୍ରାଫି ଆକ୍ଚୁଆଲି କଣ, ଏବେ ପଢା ହେଇଛି ନା ପଢା ହେଇନି? ଏବେ ବି ପଢା ହେଇନି। ହଉ, ହଉ, ଅସ୍କାର ନେଲି ଜିଓଗ୍ରାଫର ସେ ତାଙ୍କର ବୁକ୍ ଗୁଡିକ ପଢିଲେ। ତ ବୁକ୍ ପଢିକି ତାଙ୍କୁ କଣ କରାଗଲା, ପ୍ରୋଭାଇଡ କଲା ଯେ ଆଇଡିଆ ଯେ ଅର୍ଥ କଣ ହୁଏ, ଗୋଟେ ପଏଣ୍ଟରେ ଏଣ୍ଡ ହଉନି, ହେଲା ସେ ରାଉଣ୍ଡ, ସେ ଫ୍ଲାଟ ନୁହେଁ। এই ଜିଓଗ୍ରାଫର ସଂସ୍କୃତିର ବୁକ୍ ମାନେ ନଲେଜଟା ଗେନ୍ ହେଲା ଯେ ଅର୍ଥ କଣ अर्थ इज नॉट फ्लैट, ये এটা କାହିଁକି ତା ମାଇଣ୍ଡ ଏଇ ଥରଟା ଆସିଲା, କଣ ଏଟା ରାଉଣ୍ଡ ବୋଲିକି କାହିଁକି ଆସିଲା? କାହିଁକି ନା ନର୍ମାଲି ମୁଁ କହୁଛି ଗୋଟେ ବୁକ୍ ର ମାନେ ବୁକ୍ ର ପଢିଥିଲି ଯେ ଯେହେତୁ ଅର୍ଥଟା ହଉଛି ଆମର ଗୋଟେ ସର୍କଲ ହେଲା, ଯଦି ଏଇ ଏରିଆରେ ଜଣେ ଛିଡା ହେଇଛି, ବୁଝିପାରିଲ, ଏ ଏରିଆରେ ଜଣେ ଛିଡା ହେଇଛି, ସେ ଏଇପଟେ ସିଟଟା ଯଦି ଯାଉଛି ଏଇପଟେ ଗୋଟେ ପଏଣ୍ଟରେ ଯଦି ଏଇଟା ଯଦି ଫ୍ଲାଟ ଥାନ୍ତା ତାହେଲେ ଆମେ ଡାଇରେକ୍ଟ ପଡିଛୁ। ଫାଷ୍ଟ ଗୋଟେ ପଏଣ୍ଟ ଡାଇରେକ୍ଟ ଚାଲି ଚାଲି ଯାଉଛି କାହିଁକିନା ପଡିଛି, ତାହେଲେ ଏକାଥରେ ପଡିବି ଫାଷ୍ଟ ଯଦି ହାତ ଆଗେ ପଡିବି ଏମିତି ନୁହେଁ, ପଡିବି ସେଇଠୁ ଏ ଥଟା ଆସିଲା କେସ୍ ଯଦି ତାହେଲେ ଗୋଟେ ଜିନିଷ ପଡିଯିବା କଥା, ତାକୁ ଆମେ ଅଧା ଫାଷ୍ଟ ଗାଏ ତାପରେ ଅଧା ଆଉ
କାହିଁକି ସେ ରିଜନ ଟା କାହିଁକି ତାହେଲେ ଏଇ ଯୋଉ ଆମର ରହିଲେ ସେ ଜଣେ ଜିଓଗ୍ରାଫର ତାଙ୍କ ବୁକ୍ ରୁ ପଢିକି ସେ ଦେଖିଲେ କଣ ସେ ଆର୍ଥ କଣ ଫ୍ଲାଟ ନୁହେଁ ତାହେଲେ ଆମର ଡରିବାର କିଛି ନାହିଁ ବୁଝିପାରୁଛ ବାସ୍, ହଉ ତାପରେ କ୍ୟୁରିଓସିଟି ପଢିବ ପର୍ତ୍ତୁଗାଲର ରାଜାଙ୍କ ପାଖରେ କଣ ମାଗିଲା ହେଲ୍ପ ମାଗିଲା ଯେ ମତେ କଣ ଛାଡି ମତେ କିଛି ହେଲ୍ପ କରନ୍ତୁ ଯାହା ଦ୍ୱାରା କି ମୁଁ ଯାଇପାରିବି କୋଉଠି ଭିନ୍ନ ଭିନ୍ନ ଦେଶକୁ ଭ୍ରମଣ କରିପାରିବି ଏବଂ ତାକୁ ଆଇଡେଣ୍ଟିଫାଇ କରିପାରିବି ଯେହେତୁ ତାକୁ ନୂତନ ନୂତନ ଦେଶରେ ମୁଁ ଖୋଜିପାରିବି ତ ସବୁ କଥା ସେ କହିଲା କିନ୍ତୁ ତାଙ୍କୁ ହେଲ୍ପ କରିଲେ ନାହିଁ କାହିଁକି ନା ଅଲଗା ଲୋକମାନଙ୍କର ଥିଲା ଯଦି ତମମାନଙ୍କୁ କୁହାଯିବ ଆଉ ମତେ ମାନେ କିଛି ଇନଭେଷ୍ଟ କର ପଇସା ମୁଁ ତମ ପାଇଁ ଗୋଟେ ଏନଜିଓ It is possible or not? ହେଲା କୋଉଠୁ ପସିବଲ ହବ ସେଟା କାର୍ଟୁନ ରେ ଭଲ ଲାଗେ ତାହେଲେ ସେଇ ଜିନିଷଟା ତମ ପାଇଁ ନୂଆ ସମସ୍ତେ ଚାହିଁବେନି ତମେ କହିବା ଏଟା କଣ ଏଟା କିଛି ନାହିଁ ତା ହବନି କେବେ ପସିବଲ ଜିନିଷ ତମେ ଇନଭେଷ୍ଟ କରୁ କିନ୍ତୁ ଯାହା ମନରେ ଗୋଟେ କ୍ୟୁରିଓସିଟି ଅଛି ଯେ ଯିଏ ଚାହୁଁଛି ସତରେ କଣ ଟାଇମ ମେସିନ ବା ଆମର ଏଲିଭେଟର ହେଇଯାଆନ୍ତା ଘରୁ 2 ମିନିଟ 30 ସେକେଣ୍ଡ ହବ ମୁଁ ଡାଇରେକ୍ଟ ଆସି କ୍ଲାସରେ ପହଞ୍ଚି ହେଲା ମତେ ଚାଲିବାକୁ ପଡିବ ଠିକ ନା ନାଇଁ ବୁଲିବା ପାଇଁ ମତେ ଗାଡି ଦରକାର ନାହିଁ ପାଠ ପଢା ହଁ ତ ଠିକ ସେମିତି ସେମାନେ ବିଶ୍ୱାସ କରୁନଥିଲେ ଯେ ଏମିତି କିଛି ଅଛି ଯେ ଆର୍ଥ କଣ ନୁହେଁ ସର୍କଲ ନୁହେଁ ଆର୍ଥ ହଉଛି ଫ୍ଲାଟ କୋଉମାନଙ୍କର ରାଜା ମାନଙ୍କର ଥଟ ଥିଲା ଏଟା ତାଙ୍କ ମୁଣ୍ଡରେ କିଏ ପୁରେଇଛି ଏଇ କଥା ଖ୍ରୀଷ୍ଟିଆନ ମିଶନାରିଜ ମାନେ ହଉ ଯେବେ ବି ମାନେ କିଛି ନ ପାଇଲେ ମୁଁ କିଛି ଜାଣିପାରିବି ମୁଁ ପଢେଇ ଦେଇଥିବି ତାପରେ ଲାଷ୍ଟକୁ ମତେ କରୁଥିବ ହେଲା କଣ ପଢେଇ କୁହ ବୁଝି ହେଲା କି ବୁଝି ହେଲାନି ଆଉ ଥରେ କହୁଛି କ୍ରିଷ୍ଟୋଫର କଲମ୍ବସ କିଏ ଥିଲେ ପ୍ରଥମ ବ୍ୟକ୍ତି ଯିଏକି ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଥିଲେ ମୁଁ ଟୋଟାଲ ଷ୍ଟୋରିଟା କହିଦଉଛି କିନ୍ତୁ ସେ ଭାରତକୁ ଜଳପଥ ଆବିଷ୍କାର ନ କରି ଯାଇକି ପହଞ୍ଚିଥିଲେ ସାଉଥ ଆମେରିକା ବୁଝିପାରିଲ ଆମେରିକାରେ ପହଞ୍ଚି ତ ସେ କଥା ଆମେ ଯିବାନି ଆମେ ଦେଖିବା ତାଙ୍କର ଜନ୍ମ ହଉଛି 1451 1451 ଖ୍ରୀଷ୍ଟାବ୍ଦରେ କୋଉଠି ଜେନୋଆ ନାମକ ଏକ ସହରରେ ତାଙ୍କ ଜନ୍ମ ହୋଇଥିଲା ତାଙ୍କର ବାପା ନାମ ଥିଲା ଡୋମିନିକ କଲମ୍ବୋ ମାଙ୍କ ନାମ ଥିଲା ସୁଷମା ପଣ୍ଡା ନାରୋସା ବୁଝିପାରିଲ ବଡ ହେବା ପରେ ପର୍ତ୍ତୁଗିଜ ଗଭର୍ଣ୍ଣମେଣ୍ଟଙ୍କ ଅଣ୍ଡରରେ କାମ କରୁଥିଲେ ଯାହା ପାଖରେ କି ତାଙ୍କର ସବୁ କିଛି କଣ ରହିଥିଲା ସିପ୍ର କାଉଣ୍ଟିଂ ରହୁଥିଲା ଏବଂ କିଛି ଏରିଆ ଆଖପାଖ କିଛି ଏରିଆ ତାଙ୍କୁ ବୁଲିବା ପାଇଁ ମଧ୍ୟ ଚାନ୍ସ ମିଳିଥିଲା ସେ ବୁଲିବା ଭିତରେ ବହୁତ କିଛି ତଥ୍ୟ ଜାଣିବାକୁ ପାଇଲେ ଏଇ ଓସେନ ସେପଟେ କିଛି ନା କିଛି ଗୋଟେ ଅଛି ଯେତେବେଳେ ତମ ମାଇଣ୍ଡ ଗୋଟେ କ୍ୟୁରିଓସିଟି ଆସିବ ତମ ପାଇଁ କଣ ଗୋଟେ ଜିନିଷ ଏବେ ନର୍ମାଲି ଆଇଦର ତମେ ହେଲ୍ପ ନଉଛ ଚାଟ ଜିପିଟି ନହେଲେ ତମେ ଗୁଗଲ ହେଲ୍ପ ନଉଛ ଏଇ ଜିନିଷ ମାଇଣ୍ଡ କୁ ଆସୁଛି ହେଲା ତ ଠିକ ସେ କାହାର ଥିଲେ ନା ଟସ୍କାନେଲି ଜଣେ ଜିଓଗ୍ରାଫର ତାଙ୍କର ହେଲ୍ପ ଥିଲେ ଏବଂ ସେ ବହୁତ କଣ ସାର୍କଲ ବୁଝିପାରିଲ ଧର ଆମେ ଯଦି ସ୍ପେୟାର ବୋଲିକି କହିବା ତାହେଲେ ବୁଝିବ ନାହିଁ ଯେହେତୁ ଏତେ ସବୁ ଜିନିଷ ଜାଣିଲେ ତାଙ୍କର କ୍ୟୁରିଓସିଟି ବି ଅଛି ଏବଂ ସେ ଭଏସ କିଛି ଜାଣିଛନ୍ତି ସେଥିପାଇଁ ସେ ଆପ୍ରୋଚ କଲେ ରାଜା ଦେଖଉଛି ସେ ରାଜା ମାନଙ୍କୁ କଣ କଲେ ଆପ୍ରୋଚ କଲେ ଯେହେତୁ ରାଜା ମାନଙ୍କ ମାଇଣ୍ଡରେ ସେ ଗୋଟେ ଜିନିଷ ପଶିକି ରହିଛି ଯେ ହଉଛି ନା ସେଥିପାଇଁ ରାଜା ମାନେ ତାଙ୍କୁ କଣ ଆଣ୍ଡରଏସ୍ଟିମେଟ କରିକି ଛାଡିଦେଲେ ତାପରେ ସେ କଣ ରହିଲା ସେ ପର୍ତ୍ତୁଗିଜ ର ରାଜା କୁ ଆପ୍ରୋଚ କରିଥିଲେ ଯେ ମତେ କିଛି କଣ କରନ୍ତୁ ହେଲ୍ପ କରନ୍ତୁ ଯାହା ଦ୍ୱାରା କି ମୁଁ ଯିବି ଏବଂ ସେ ଦେଶରେ ଯାହା ସୁନା ଗହଣା ଯାହା ସବୁ ଥିବ ମୂଲ୍ୟବାନ ଜିନିଷ ସେଟା ତମ ପାଇଁ ନେଇକି ଆସିବି କିନ୍ତୁ ପର୍ତ୍ତୁଗିଜ ର ରାଜା କଣ କରିଥିଲେ? ହେଲା ହେଲା ପର୍ତ୍ତୁଗିଜ କଣ କରିଦେଲେ ଯେ ନାଇଟ କରିଦେଲେ ପୁରା ବାରଣ କରିଦେଲେ ତାପରେ ସେ କଣ କଲେ ଭେନିସ ଜେନୋଆ ଏବଂ ଭେନିସ କୁ ଯାଇକି ମଧ୍ୟ ତାଙ୍କ ପାଖରୁ କଣ କଲେ ଆପ୍ରୋଚେସ ମାଗିଲା କିନ୍ତୁ ସେମାନେ ବି ଡିନାଇଡ କରିଦେଲେ
କାରଣ ଯେଉଁ ଦେଶରେ ଖ୍ରୀଷ୍ଟିଆନ ମିଶନାରିଜ ମାନେ ନର୍ମାଲି ଖାଲି ଗୋଟେ ନର୍ମାଲ ଗୋଟେ ଛୋଟିଆ ଭିଡିଓଟା ଆସିବ ଯେ ତମର ଭୀଷ୍ମଙ୍କ ନାଁ ଶୁଣିଛ ମହାଭାରତରେ ପଢିଥିବ ଭୀଷ୍ମ କେତେଟା ତୀର ଲାଗିଥିଲା ବଞ୍ଚିଥିଲେ କେତେ କଣ ଯେତେବେଳେ ଶ୍ରୀକୃଷ୍ଣ ନ ଆସିଛନ୍ତି ବୋଧେ ଆସିଲେ ଯୋଉ ପଟେ ମୋର ନଲେଜ ନାହିଁ ଯଦି କହିଦବ ତାହେଲେ ଏତେ ଗୁଡା ଆର ଲାଗିଥିବା ପରେ ବି ମଧ୍ୟ ସେ ବଞ୍ଚିଥିଲେ ତାକୁ ଆମେ ଯଦି ଭଗବାନ ହିସାବରେ କାଉଣ୍ଟ କରୁନାହାନ୍ତି କଣ ସେ ଭଗବାନ କି ନୁହେଁ କିନ୍ତୁ ଚାରିଟା କଣ୍ଟା ବଢା ହେଇଥିବା ଲୋକଙ୍କୁ ଆମେ ଭଗବାନ ରୂପେ ପୂଜା କରୁଛୁ କଣ୍ଟ୍ରୋଭର୍ସି ଜିନିଷ ଏଇଟା ହିଁ ଜିନିଷ ହେଲା କାହିଁକି ଖ୍ରୀଷ୍ଟିଆନ ମିଶନାରୀଙ୍କର ଥଟ ଅଲଗା ଥିଲା ଏ ଥଟ ହିସାବରେ ସେ କଣ କରୁଥିଲେ ଯୋଉଟା ଆମର କେପ୍ଲର କପରନିକସ ହେଲା ସେମାନେ ଟ୍ରାଏ କରିଥିଲେ ସାଇଣ୍ଟିଫିକ ୱେରେ ଯିବା ପାଇଁ କିନ୍ତୁ ସେମାନେ ଯିବାକୁ ଦେଇନଥିଲେ ତ ସେଇଥିପାଇଁ ସେମାନଙ୍କ ସବୁ ଜାଗାରେ ଲୋକମାନଙ୍କୁ ବିଲିଭ କରିବା ପାଇଁ ଫୋର୍ସଫୁଲି ସେମାନେ ଲୋକମାନେ ବିଲିଭ କରୁଥିଲେ ଆକ୍ଚୁଆଲି ସେଟା କଣ ନଥିଲା 0% ବି ସତ ନଥିଲା ହଉ ତାପରେ ସେ ବଳିଦାନ ବଳିଦାନକୁ ଭେଟିଲେ ଏବଂ ତାଙ୍କର କେହି ଥିଲା ଇସାବେଲା ଇସାବେଲା ଫର୍ଡିନାଣ୍ଡ ଏବଂ ଇସାବେଲାକୁ ଯାଇକି ସେ କଣ ମାଗିଲା ହେଲ୍ପ ମାଗିଲେ ଯେହେତୁ ନୂତନ ଗୋଟେ ଜିନିଷ କରିବା ପାଇଁ ଜଣେ ଚେଷ୍ଟା କରୁଛି ତ वी शुड ଆପ୍ରିସିଏଟ ଗୋଟେ କଥା ବୋଲି ଯେତିକି ମୁଁ ଜାଣିଛି ଯଦି କେହି ନୂତନ ଗୋଟେ ଜିନିଷ ତମେ ଦେଖିଥିବ ଛୋଟବେଳେ କାନ୍ଥରେ ସମସ୍ତେ ଗାରେଇ ଡ୍ରଇଂ 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 ଯଦି ସେ ତମକୁ ଆପ୍ରିସିଏଟ ନ କରି ତୁମକୁ ନେଗ୍ଲେକ୍ଟ କରାଯାଇଥାନ୍ତା तो माइंड ଟା ଡାଉନ ହେଇଯାଇଥିବ ତ ସେ ଜିନିଷ ତମକୁ କଲ୍ ଛାଡି ଯାଇଥିବ ତମକୁ ରାଗ ଆସିଥାନ୍ତା ତମ ପ୍ୟାରେଣ୍ଟ ଭଲ କହିଥାନ୍ତେ କିନ୍ତୁ ଯୋଉ ଆପ୍ରିସିଏସନ ଟା ଯଦି ଜଣେ କେହି କିଛି କାର୍ଯ୍ୟ କରୁଛି ତାକୁ ଯଦି ଆପ୍ରିସିଏଟ କରିବ ଭଲ କାମ ଖରାପ କାମ କେହି କରିବ ତାହେଲେ ତାକୁ ଆପ୍ରିସିଏଟ କରିବା କଥା ବୁଝିପାରିଲ ଜଣେ ଚୋରି କରୁଛି ତାକୁ ଆପ୍ରିସିଏଟ କଲେ ସେ କଣ ହବ ଚୋର ହବ ହେଲା ତ କିଛି ନାହିଁ ଘରେ ତମେ ସାଧାରଣତଃ ତମକୁ ରକ୍ଷା କରୁଥିଲେ ଛୁଆଟା କିଛି କରେନି ହେଲା ଛୁଆଟା ବୋଲି କଣ ହେଲା ତାକୁ ଝୁଲେଇକି ପଳାଏ ଛୁଆଟା ଆଜି କରିଛି କାଲି ବି କରିବ ବୁଝିପାରିଲ ଏ ଜିନିଷଟା ବୁଝିବା ଦରକାର ପ୍ୟାରେଣ୍ଟସ ମାନଙ୍କୁ ହଉ ତାପରେ ତ ସେଠି ସେ ତାଙ୍କୁ କନଭେନ୍ସ କରାଇଲେ ଏବଂ ତାଙ୍କର ଆଇଡିଆରେ ସେମାନେ ମଧ୍ୟ କନଭେନ୍ସ ହେଇଗଲେ ଏବଂ ତାଙ୍କୁ ହେଲ୍ପ କରିବା ପାଇଁ ରାଜି ହେଲେ ବୁଝିପାରିଲ ହଉ ତାପରେ 3rd ଅଗଷ୍ଟ 1492 1492 ଅଗଷ୍ଟ 3rd କଣ କରାଗଲା अर्ली मॉर्निंग रे ସେ ଚାରିଟା ଜାହାଜ ଧରିକି ବାହାରିଲେ अर्ली ସେ ଚାରିଟି ବୋଟ ହେଲା ନାଁ ହେଲା ଗୋଟେ ଗୋଟେ ନାଁ ଲେଖିଥିବ ସାନ୍ତା ମାରିଆ ତିନିଟା ତିନିଟା ଚାରିଟା ଜାହାଜର ନାଁ ତିନିଟା ତିନିଟା ସାନ୍ତା ମାରିଆ ପେଣ୍ଟା ଆଉ ଇନା ଏଇ ଜାହାଜ ଧରିକି ସେ ବାହାରିଥିଲେ ଏଯାଏ ବି ମତେ ଲାଗୁଛି ମୁଁ ପଢେଇଛି ତାହେଲେ ମୁଁ କାହାକୁ ତିନିଟା ସାନ୍ତା ମାରିଆ ପିଣ୍ଟା ଆଉ ମିନା ଏଇ ତିନୋଟି ଜାହାଜ ଧରି ସେ ବାହାରିଲେ ତାଙ୍କ ସାଙ୍ଗରେ କେତେ ଜଣ ମେନ୍ ଥିଲେ ବା ତାଙ୍କର ଅଲଗା ଥିଲେ 88 ମେନ୍ ମେନ୍ ହେଲା ଅଲଗା ନାବିକ ମାନେ ଥିଲେ ସେଲର୍ସ ମାନେ ତିନିଟା ସିପରେ ଟୋଟାଲ 88 ମେନ୍ ସେମାନେ ଅନୋନ ଥିଲେ ନା ଫାର୍ଷ୍ଟ ଟାଇମ ଅନୋନ ଥିଲେ ସେକେଣ୍ଡ ଟାଇମ ଯେତେବେଳେ ମୁଁ ଯିବି ସମଗ୍ର ସୈନିକ ଧରିକି ଯିବି ହେଲା
ଆସିନାହାନ୍ତି ସ୍କୁଲ ଟାଇମରେ ତମମାନେ କେତେ ଜଣ କେବେ କୋଉଠି ଯାଇଛ କି ନାହିଁ ଆମେ ସ୍କୁଲ ଟାଇମରେ କଣ କଥା ସତ କହିବା କଥା ପିଜୁଳି ଚୋରି କରିବା ପାଇଁ ଯାଉ ହେଲା ପିଜୁଳି ଚୋରି କରିବା ପାଇଁ ଆମେ ଯାଉଥିଲୁ ତ ଗ୍ରୁପ ହେଇକି ତେବେ ପିଜୁଳିର ମାନେ ଡିଫରେଣ୍ଟ କାଇଣ୍ଡସ ଅଫ ଭେରାଇଟି ଅଛି ହେଲା ଗୋଟେ ପିତା ପିଜୁଳି ଗୋଟେ ଅଛି ହେଲା ମାନେ ରେଡ କଲର ଥିବ ହେଲା ନର୍ମାଲ ପିଜୁଳି ଗୋଟେ ଅଛି ଆଉ ଗୋଟେ ଯୋଉ ମାର୍କେଟରେ ଯୋଉଟା ବିକ୍ରି ହଉଛି ସେମିତି ଅଛି ଦେଖିଲୁ ରେଡ କଲର ପିଜୁଳି ଗୋଟେ ଅଛି ରେଡ କଲର ପିଜୁଳି ଚୋରି କରିବା ପାଇଁ ଆମେ ପୋଲିସ ଘରକୁ ଯାଉ ପୋଲିସ ଘରକୁ ହେଲା ତାର ବୁଲଡଗ ଟା ବାହାରେ ବନ୍ଧା ହେଇଥିବ ସେ ବନ୍ଧା ହଉ କିଛି ନାହିଁ ତ ଏଇଟା କୋଉଠି ସେ ଗାଳି ପାଇଁ ହେଲା ଲୋକ ଥିଲେ ସେ ରାସ୍ତାରେ ଆମେ ସେଠୁ ଚଢୁଥିଲୁ ତାକୁ ସେ ଜାଣିଛନ୍ତି ଆମେ ଆସିବୁ ହେଲା କୁକୁର ତାର ଉଠୁଥିବୁ କିଛି ନାହିଁ ସେମିତି ଚୋରି ତ ଚଳିଛି ହେଲା ଟିକେ ଟିକେ ଚୋରି ତ ଚଳିବ ସ୍କୁଲ ଟାଇମ ମୁଁ ସେଇଥିପାଇଁ ପାଚିରି ଏପଟେ ରହୁଥିଲି ମୁଁ କେବେ ପାଚିରି ଭିତରକୁ ଯାଇନି ଯଦି ଧରା ପଡିବ ଆଉ କଣ କରିବି ବୁଲେଇବେ ବୁଝିଲ ନା କେହି ଯଦି ଆସିବେ ପାଚେରୀ ଭିତରେ ଯିଏ ରହିଲା ସିଏ ପଡିବ ପାଚେରୀ ବାହାରେ ଯିଏ ରହିଲା ହେଲା ପାଚେରୀ ଚଢି ଆସେ ଏଟା ତ ଏଠି ଚଢି ଆସେନି ମୁଁ ତାକୁ ଦେଖଉଥିଲେ କରୁଥିଲେ ହଉ ତେଲ କଣ କଲେ ଅଛି ବୁଲିବା ପାଇଁ ଜାଗା ଅଛି ତମେ କଣ ବୁଲିଲ ତାପରେ ଗୋଟେ ଗ୍ରୁପ ଧରିକି ତମମାନେ ଏଇଠି ପିଣ୍ଡା ଆଉ ପିଣ୍ଡା କୋଉଠୁ ବାହାରିଲା ନା କୋଉଠୁ ସେଟା ସ୍ପେନ୍ ତାଙ୍କୁ ସପୋର୍ଟ କରୁଛି ମାନେ ସ୍ପେନ୍ ହିଁ ସେଠି ହେଲା କୋର୍ଟରୁ ସେ ବାହାରିଲେ ହେଲା ସ୍ପାନିଶ କୋର୍ଟ ଓଡିଆରେ ଲେଖୁଛ କି ଓଡିଆରେ ନା ଇଂଲିଶ ଓ ବଡ ଭାଇ ବୈବଙ୍କର ସ୍ପାନିଶ କୋର୍ଟରୁ ସେମାନେ କଣ କଲେ ବାହାରି ଗଲେ क्वेश्चन ରହିଯାଉ ପର୍ତ୍ତୁଗୀଜର ଜେନୋଆ ଥାର୍ଡ ସ୍ପାନିଶ ଗଲେ ସ୍ପାନିଶ ରାଜା କିଏ ଥିଲେ ଫର୍ଡିନାଣ୍ଡ କୁଇନ ଇସାବେଲ ଆଚ୍ଛା ସେମାନେ ତାଙ୍କୁ କଣ କଲେ ଆଚ୍ଛା ତାଙ୍କ ପ୍ରପୋଜାଲ ଟାକୁ ଆକ୍ସେପ୍ଟ କରିନେଲେ ସେଠି ଆକ୍ସେପ୍ଟ କରିବାର ନଥିଲା ସେଇଠି ସେମାନେ ଗ୍ରିଡି ହେଇଗଲେ ଲୋଭି ହେଇଗଲେ ଯେତେବେଳେ ଗୋଟେ ଜିନିଷ ଲୋଭ ଦେଖାଗଲା ଏମିତି ଗଲେ ମୁଁ ଏମିତି ଜିନିଷ ସବୁ ଆଣିବି ଆପଣ କେବେ ଦେଖିନଥିବେ ବୁଝିପାରିଲ ହେଲା ଯେମିତି କି ନର୍ମାଲି ମୁଁ ଆନ୍ଧ୍ର ଯାଇଥିଲି ଆନ୍ଧ୍ରାରେ ଗୋଟେ ଜିନିଷ କମନ ସେଠି ଖାଲି ଏଗ୍ରିକଲଚର ଗୋଟେ ଜିନିଷ ମୁଁ ଦେଖିଲି ଟବାକୋ ହେଲା ହଁ ବହୁତ ଏଇନା ପୋଲିସ ମାନଙ୍କୁ ପଚରା ହେଲା ଆମେ ଯୋଉଠି ରହୁଥିଲୁ ମୋ କଲେଜରେ ସେ କଲେଜ ସାଇଡରେ ହିଁ ଚେକ୍ ପୋଷ୍ଟ ସେଠି ପୋଲିସ ଛିଡା ହେଇଛି ସେମାନେ ଯୋଉ ଏନ୍ଧେଡ ଫେନ୍ଧେଡ କରୁଛନ୍ତି କିଛି ତ ବୁଝି ହଉନି ସେ ପୋଲିସ ଆଉ ହିନ୍ଦୀ ଆଉ ଇଂଲିଶରେ ଆମ କନଭରସେସନ ଟା ଇଏ କଲୁ ତ ଆମେ ତାକୁ ପଚାରିଲୁ ଯେ ଏ ସବୁ ଯୋଉ ଚାଷ ହଉଛି ଏଟା ଲିଗାଲ ନା ଇଲିଗାଲ ସେ କହିଲେ ସବୁ ଇଲିଗାଲ କହିଲେ ଆପଣ ମାନେ ରହିଛନ୍ତି ଏସବୁ ଏରିଆରେ ତାହେଲେ କହିଲେ କିଛି ନାହିଁ ଏଇଠି ତ ଆମ ମାନେ ଆମର ଇଏ ଗ୍ରୋଥ ହଉଛି ଆମ ଇକୋନୋମି ବୁଝିପାରିଲ ତାହେଲେ ଲୋଭକୁ ଦେଖ କାମକୁ ଦୂର କଥା କାମକୁ ଲୋଭ ଦେଖାଅ ଗଭର୍ଣମେଣ୍ଟ କୁ ଲୋଭ ଦେଖା ହେଲା ଗଭର୍ଣମେଣ୍ଟ କୁ ଏଇନା ଯଦି ସେ ଜିନିଷଟା ଦେଖ ଯଦି ଗଭର୍ଣମେଣ୍ଟ ପରମିଟ ଦେଇଦବ ତାହେଲେ ଗଭର୍ଣମେଣ୍ଟ କୁ ଟ୍ୟାକ୍ସ ଦେବାକୁ ପଡିବ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ବୁଝ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ଅଣ୍ଡରରେ ତମେ କରୁଛ ମାନେ ତମକୁ ଗଭର୍ଣମେଣ୍ଟ ଆଗେ ଗଭର୍ଣମେଣ୍ଟ ପାଖରୁ କଣ ଆଣିବ ପରମିଶନ ଆଣିବ ପରମିଶନ ପାଇଁ ତାକୁ ପ୍ରଚୁର ଅର୍ଥ ଦେବାକୁ ପଡିବ ଆଉ ଯୋଉ ଏରିଆ ଗାଁ ବୁଝିପାରିଲ ଆମେ ବିଜୟଗଡାର just ଟିକେ 400 କିଲୋମିଟର ଦୂର ବେଶୀ ନାହିଁ ଆମର ତମ୍ବମ ନାଁ ଶୁଣିଛ ଆଚ୍ଛା ଗୁଣ୍ଟୁର ନାଁ ଶୁଣିଛ ଗୁଣ୍ଟୁର ଆଖପାଖି ହେଲା ସେଇ ଏରିଆରେ ଟୋଟାଲ ସେଇଟା କଣ କରାଯାଉଥିଲା ଏଗ୍ରିକଲଚର ଫାର୍ମିଂ କରାଯାଉଥିଲା ସେ ଜାଗାରେ ପରମିଶନ ଦେବାକୁ ପଡିବ ନାହିଁ କିନ୍ତୁ ଗଭର୍ଣମେଣ୍ଟ ସେଠି କଣ ହେଇଯାଇଥିଲା
ଏଠି ବି ଠିକ ସ୍ପାନିଶ ର ରାଜା କିଏ ଫର୍ଡିନାଣ୍ଡ ଏବଂ ତାଙ୍କର କିଙ୍ଗ ଇସାବେଲା ସେମାନେ ହେଇଥିଲେ ଗ୍ରୀକ କାରଣ ତାଙ୍କୁ ଲୋଭ ଦେଖାଏ। ହଉ ତାପରେ ସେ କଣ କଲେ ନା 1492 ଅଗଷ୍ଟ 3 ରେ ତାଙ୍କୁ ପରମିଶନ ଦିଆଗଲା अर्ली मॉर्निंग ରେ ତିନଟି ଶିପ କଣ କଣ ସାନ୍ତା ମାରିଆ ପିଣ୍ଟା ନିନା ଏଇ ତିନୋଟି ଜାହାଜକୁ ଧରି ସେମାନଙ୍କୁ କଣ କରି ଦିଆଗଲା ବିଦାୟ ଦିଆଗଲା। ବୁଝିପାରିଲ ସେ ନିଜ ଇଚ୍ଛାରେ ଯାଇଥିଲି ହେଲା ବୁଝିପାରିଲ ନା ନାହିଁ ନା ତମମାନଙ୍କୁ କୁହାଯିବ ଯିବା ଚାଲ ଆମ ସମସ୍ତେ ପିକନିକ କାହିଁକିନା ତମ ଭିତରକୁ ମୁଁ କାହାକୁ ଫୋର୍ସ କରିବେନି ଯାହାର ଇଚ୍ଛା ଅଛି ସିଏ ଆସିବ କିନ୍ତୁ ତମ ରେସ୍ପନ୍ସିବିଲିଟି ମୋର ନୁହେଁ। ଆଁ? ହେଲା। ଏଟା ନୁହେଁ ଯେ ସବୁ ଜାଗାରେ ପ୍ରୋବ୍ଲେମ କ୍ରିଏଟ ହବ ତ ପ୍ରୋବ୍ଲେମ ହଉଛି ଯିବ କାହିଁ ବୁଝିପାରିଲ ନା କାହିଁକିନା କୁହାଯିବ ସେ ଛକ ପର୍ଯ୍ୟନ୍ତ ଯିବ କିନ୍ତୁ ରେସ୍ପନ୍ସିବିଲିଟି ତମର ଯାଇପାରିବନି କିନ୍ତୁ ନୂତନ ଗୋଟେ ଜାଗାକୁ ତମର କ୍ୟୁରିଓସିଟି ନୂତନ ଜାଗାକୁ ତମକୁ ଏକ୍ସପ୍ଲୋର କରିବା ପାଇଁ ତାହେଲେ ତମକୁ ମନଟା ମାନେ ପିକନିକ ଯିବା ପୂର୍ବ ଦିନ କାହାକୁ ନିଦ ହୁଏ ସେ ଜାଗାକୁ ତମେ 10 ଥର ଯାଅ ନା କାହିଁ ତମକୁ ନିଦ ହବ ହଉ ସେ କୋଉ କୋଉ ଯାଇଥିଲେ ମାନେ କବି first the guy first he landed he landed Canary Island Canary Island ରେ ସେ କଣ କରିଥିଲେ ଫାର୍ଷ୍ଟ ତାଙ୍କର ଯୋଉ ଯାଉଥିଲେ ଗୋଟେ ଜାଗା ରେଷ୍ଟ ନେଲେ ତାପରେ କରୁଛ ବହୁତ ଦୂର ଗୋଟେ ଜାଗା ରେଷ୍ଟ କରୁଛ ଏ ଜଳଖିଆ ବଳଖିଆ ଖାଇ ଦଉଛି ତାପରେ ଟିକେ ବୁଝ ଭଲ ନାହିଁ ବାସ୍, ଏଇଟା ବୁଝିପାରିଲ ତାହେଲେ ସେ ଫାର୍ଷ୍ଟ ଲ୍ୟାଣ୍ଡ କୋଉଠି ହେଲେ କାନାଡା ଆଇଲାଣ୍ଡରେ ଦେନ୍ ସେଠି ତାଙ୍କର ଯୋଉ ରେଷ୍ଟ କରିକି ତାଙ୍କର ଯୋଉ ଜାହାଜ ତିନୋଟି